जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम वास्तु सेशन नवा वास्तु सेशन डिस्कशन एक्चुअली वास्तु केमिति हुए केमिति वास्तु एक्चुअली हेबा उचित आ कोन किपरि भाबर वास्तु चलछि जहा द्वारा कि एक्चुअली फलप्रद हेउनै हमें तारि पर आज सेशन नवा तो राजो को रिक्वेस्ट करी राजो से शक्ति चक्रटा काइंडली दया करी कि आपण शेयर करो। हाँ भाई माने आपण माने क्लियरली देखंतु जे संसारर जेते भी वास्तु हब एई शक्ति चक्र को ओभरकम करके वास्तु करा जाई परिबो ए शक्ति चक्र को ओभरकम करके वास्तु करा जाई परिबो ना सेति पई हमको तीनटा जिनिस करिया पड़ियो सेति पई हमको तीनटा जिनिस करिया पड़ियो ठीक अछि ना। तो प्रथम हमर एक नंबर हला ब्रह्म स्थान निरूपण एक नंबर रे हला ब्रह्म स्थान निरूपण द्वितीय रे हला डिग्री निरूपण एटा टिके गारा गारी आप चेंज करियो ठीक अछि। एटा हला एक रे हला ब्रह्म स्थान निरूपण आउटा हला डिग्री सारा खेल एइथरे अछि देखंतु जदि आपण माने कोठी जाउचंती आजिकली समस्त पाखरे मोबाइल रे अछि हमर कोन ना कौन सेला कहନ୍ତି कंपास अछि मोबाइल कंपास को ब्रह्म स्थान रे थोई देले डिग्री बाहर कर देले आउ से तार हेगला ब्रह्म स्थान बाहर करिले तो सर्वप्रथम कथा ହେଲା ଆପଣ ମାନେ ବ୍ରହ୍ମସ୍ଥାନ ନିରୂପଣ କେମିତି କରିବେ ବିନା ବ୍ରହ୍ମସ୍ଥାନ ନିରୂପଣ କରିକି ତ ଡିଗ୍ରୀ ବାହାର କରାଯାଇ ପାରିବ ନାହିଁ ତେଣୁ ବ୍ରହ୍ମସ୍ଥାନ ଟାକୁ ଆପଣଙ୍କୁ କିଭଳି ଭାବରେ କାଲକୁଲେଟ କରିବେ ସେ ଟ୍ରିକ ଟା ଲୋକମାନଙ୍କୁ ଜାଣିଥିବା ଦରକାର ବ୍ରହ୍ମସ୍ଥାନ କାଲକୁଲେଟ କରିସାରିଲା ପରେ ଆପଣଙ୍କୁ ସେକେଣ୍ଡରେ ଜାଣିବା ଦରକାର डिग्री जो कंपास टा सेटा ठीक से टिल्ट ହେଇକି କୋଉ ଆଡକୁ ସେ ଜାଗା ଟା ଢଳିକି ରହିଛି ସେ ଜାଗା ଟା ଢଳିକି ଯଦି ପ୍ରୋବ୍ଲେମ ହବ ନା ଆପଣଙ୍କର ଜୋନ ସିଫ୍ଟ ହେଇଯିବ ଜୋନ ସିଫ୍ଟ ହେଇଯିବାର ତାତ୍ପର୍ଯ୍ୟ ହେଲା ମାନେ ଯୋଉ ଜୋନ ଟା ଧର ନର୍ଥ ଜୋନ ଟା ଏଇଠି ପଡିଥାନ୍ତା डिग्री चेंज ହେଲା ବେଳକୁ ଏଇ ନର୍ଥ ଜୋନ ଟା ଏଇଠି ଆସି ପଡୁଥିବ ଏଇଟା ହଉଛି ବାସ୍ତବ ଆଉ ମେନ୍ ଥରେ କୁହନ୍ତୁ ଜିନିଷ ଶୁଣନ୍ତୁ ସାର୍। ଯଦି ଆପଣଙ୍କ ଧର ଦେଖ ଆପଣ ବଢିଆ କଥାଟା ପଚାରିଲେ ଯାହା ମୁଁ କହିଦଉଛି ଧର କାହାର ନର୍ଥ ରେ ଟିଲ୍ଟ ହେଇକି କମ୍ପାସ ରେ ଏପଟକୁ ଆସିଗଲା 15 डिग्री ବା ହୁଁ 20 डिग्री ଲେଟ୍ସ ସେ 20 डिग्री ପଳେଇ ଆସିଲା ତାହେଲେ ଆମେ ଲାଇନ ଟା ଆଚ୍ଛା। ଏଠୁ ଟାଣିବା ତାହେଲେ ଏଇଟା 20 डिग्री ଉପରେ ପଡିବ ନା ଭାଇ ହଁ ବୁଝିଗଲି ବୁଝିଗଲି। ୟେସ୍ ତାହେଲେ ୟେସ୍ ନର୍ଥ ର ଜୋନ୍ ଟା କୋଉଠି ପଡିବ ନର୍ଥ ର ଜୋନ୍ ଟା ଆଡିକି ପଳେଇ ଆସିଲା ୟେସ୍ ଷ୍ଟୁଡ। ଯଦି ନର୍ଥ ଜୋନ୍ ଟା ଆଡିକି ପଳେଇ ଆସିଲା ଆମେ ଆମର ଚୁପଚାପ ଗଲେ ବାସ୍ତୁ ଧରିକି ଅରା ସ୍କାନର ଲଗେଇକି କହିଦେଲେ ଆପଣଙ୍କର ଏଇଟା ନର୍ଥ ଏଇଟା ନେନି ଏଇଟା ଏନି ଇଏ ଏନି ଆକୁରେସି ଆସିବ କି ନା ଆସିବନି। ଆକୁରେସି ଆସିବନି ଯେହେତୁ ଆକୁରେସି ଆସିବନି ସେଇଠୁ କଣ ହେଲା ମୋ ସହିତ ମୁଁ ମୋର ଷ୍ଟୋରି ଟା ସେୟାର କରୁଛି ଆମର ଏଠି ଗାଁରେ ବାସ୍ତୁ ହୁଏ ଗାଁରେ ବାସ୍ତୁ ହେଲା ପରେ ସିଏ ଆମର ଗାଁର ଯୋଉ ମହାନ ବାସ୍ତୁକାର ଅଛନ୍ତି ନା ତ ମୁଁ କହିବିନି ସିଏ କିଛି ନା ଡିଗ୍ରୀ ବାହାର କଲେ ନା ବ୍ରହ୍ମସ୍ଥାନ ଟି କିନ୍ତୁ ବାହାର କରିଛନ୍ତି ଏଇଟା ସତ୍ୟ କାହିଁକି କାହା ନାଁରେ ନିନ୍ଦା କଥା କହିବା ମାନେ ବ୍ରହ୍ମସ୍ଥାନ ଆପଣ ବାହାର ନିଜ ଘରଟା। କରିଛନ୍ତି ମୁଁ ଯୋଉଠି ରହୁଛି ମୁଁ ମୋ କଥାଟା କହୁଛି ମୁଁ ଆଉ କାହା କଥା କଣ କହିବି ଆଜ୍ଞା। ଠିକ ଅଛି ସେଠୁ କଣ କଲେ ନା ଆମକୁ ବେଡରୁମ ଦେଇଦେଲେ ସାଉଥ ୱେଷ୍ଟ ରେ ବଢିଆ ସାଉଥ ୱେଷ୍ଟ ରେ ବେଡରୁମ ରହିବାଟା ବହୁତ ବଢିଆ ଯେତେବେଳେ ଆମେ ଡିଗ୍ରୀ କାଲକୁଲେଟ କରିକି ବ୍ରହ୍ମସ୍ଥାନ ନିରୂପଣ କଲୁ ଏବଂ ପ୍ରପରଲି ଡିଗ୍ରୀ କାଲକୁଲେଟ କରି ଅରା ସ୍କାନର ୟୁଜ କଲୁ ସେତେବେଳେ ମୁଁ ଜାଣିବାକୁ ପାଇଲି ଯେ ମୁଁ ଶୋଉଛି ଏସ୍ ଏସ୍ ଡବ୍ଲ୍ୟୁ ରେ ଏସ୍ ଏସ୍ ଡବ୍ଲ୍ୟୁ ଡେଞ୍ଜର କୁହାଯାଏ କଣ ଷ୍ଟୋର। ଦକ୍ଷିଣ ଦକ୍ଷିଣ ପଶ୍ଚିମ ଏଇ ଜୋନ ଟା ହୁଁ କଣ ହୁଏ ନା ବ୍ୟୟ ଖର୍ଚ୍ଚ ନଷ୍ଟ ହୁଏ ଏଇ ହଁ ଜୋନ ହଁ ରେ ହଁ ଯଦି ହଁ ଯଦି ଏଇ ଜୋନ ରେ କିଏ ବେଡରୁମ କଲା ଏଇ ଜୋନରେ ଯଦି କିଏ ବେଡରୁମ କଲା ତାହେଲେ କଣ ହବ ନା ସର୍ବପ୍ରଥମେ ତାର
କିଛି ଖର୍ଚ୍ଚ ମାନେ ତାର ପଇସା ଅଣ୍ଟିବ ନାହିଁ, ସେ ସଦା ସର୍ବଦା ଆଂଜାଇଟି ଏବଂ ଡିପ୍ରେସନ ଭିତରେ ରହିବ। ଯେହେତୁ ଏଇଟା ବ୍ୟୟ ଖର୍ଚ୍ଚ ନଷ୍ଟର ଜୋନ, ଯୋଉ ଯେତେବେଳେ ବି ଆମେ ଘରୁ ବାହାରକୁ ଗଲୁ ସେତେବେଳେ ଆମର କନଷ୍ଟିପେସନ ହବା ବନ୍ଦ ହେଇଯାଏ। ଯେତେବେଳେ ବି ଘରକୁ ଆସିଲୁ ସେଇ ରୁମ ରେ ଶୋଇଲୁ ସେତେବେଳେ କନଷ୍ଟିପେସନ ହବା ଆରମ୍ଭ ହୁଏ। ଆଉ ଫିଲିଂ ଯୋଉ ମୁଡ ସୁଇଙ୍ଗ ଏମିତି ହବ ଯେ ମାନେ ସବୁତକ ନେଗେଟିଭ ଥଟ୍ସ ଆସିବା କଥା ଆସିବ। ଆମେ ଭାବିଲୁ ଏମିତି କାଇଁ ଆସୁଛି, ଥରେ ଆମେ ନିଜର ହିଁ ବାସ୍ତୁ କରିଦବା ଦେଖିବା ଯେ କଣ ହଉଛି କଣ ନାହିଁ। ଭାଇ ଚେକ୍ କଲା ବେଳକୁ ଆମେ ଶୋଉଛୁ SSW ଜୋନରେ। ତେଣୁ ଯଦି ଡିଗ୍ରୀ କାଲକୁଲେଟ ନ କରିକି କିଏ କହିଦେଲା ତମକୁ ଯେ SW ରେ ତମର ବେଡରୁମ ପଡିଲା, ତମେ ତାପରେ ଆଖି ବନ୍ଦ କରି ବିଶ୍ୱାସ କର ନାହିଁ। ଯଦି ଆଖି ବନ୍ଦ କରି ବିଶ୍ୱାସ କରିବ ଶୋଇବ SSW ରେ, ତାହେଲେ ତମର କଣ ହବ ନା ପଇସାଟି ଅଣ୍ଟିବ ନାହିଁ, ତମର ଫିଲିଂ ରେ ଇନଷ୍ଟାବିଲିଟି ରହିବ, ଗୋଟେ କନକ୍ଲୁଜନ ଜିନିଷ କିଛି ଡିସାଇଡ କରିପାରିବ ନାହିଁ, ରିଲେସନସିପ ରେ ଇସ୍ୟୁ ରହିବ, ଏବଂ ଆପଣଙ୍କ ଦେହରେ କନଷ୍ଟିପେସନ ଟା ହେବା କଥାଟା ହେବ। ଯେହେତୁ ଏଇଟା ବ୍ୟୟ ଖର୍ଚ୍ଚ ଆଉ ନଷ୍ଟର ଜୋନ, ଆପଣ ଯାହା ଇନକମ କରିବେ ସେଟା ଆପଣଙ୍କର ତିଷ୍ଠିବ ନାହିଁ। ଠିକ ଅଛି। ତେଣୁ ଶକ୍ତି ଚକ୍ରରେ ଟା ବ୍ରହ୍ମସ୍ଥାନ ଡିଗ୍ରୀ କାଲକୁଲେଟ କରିସାରିଲା ପରେ ହିଁ ସେ ମାନେ ଆମେ ବାହାର କରିବାକୁ ସକ୍ଷମ ହେଇପାରିବା, ତା ପୂର୍ବରୁ ଆମେ ବାହାର କରିବାକୁ ସକ୍ଷମ ହେଇପାରିବା ନାହିଁ। ଏଇଟା ହେଲା ମୋର ମତ। ବର୍ତ୍ତମାନ ମୁଁ ତ ପ୍ରୋବ୍ଲେମ କହିଦେଲି କି ଯେ ବ୍ରହ୍ମସ୍ଥାନ ଆଉ ଡିଗ୍ରୀ କାଲକୁଲେସନ ଯଦି ନ କରିକି, ତାହେଲେ ବର୍ତ୍ତମାନ ଆମେ ଜାଣିବା ଯେ ବ୍ରହ୍ମସ୍ଥାନ ଟା କେମିତି କାଲକୁଲେଟ କରାଯିବ ଆଉ ଡିଗ୍ରୀ ଟା କେମିତି କାଲକୁଲେଟ କରାଯିବ। ଏଇ ଛୋଟ ବହୁତ ଗୁରୁତ୍ୱପୂର୍ଣ୍ଣ, ମନ ଦେଇକି ଶୁଣନ୍ତୁ, ଏଇଟା କିଏ ହେଇନି ଆଜ୍ଞା, ଏଟା ବହୁତ ପ୍ରୋବ୍ଲେମ ଫେସ କଲା ପରେ ଆଉ ସେତେବେଳେ ଆପଣଙ୍କର ଅରା ସ୍କାନର ଲଗେଇବା ଦରକାର ନାହିଁ, ଆପଣ ଆଖି ବନ୍ଦ କରି ଅରା ସ୍କାନର କୁ କହିବେ ଏଇଟା ନେଗେଟିଭ ଜୋନ, ଅରା ସ୍କାନର ଆପଣ ଆଖି ବନ୍ଦ କରିକି ଆପଣଙ୍କର ପଜିଟିଭ ଜୋନ ସେଠି ଅରା ସ୍କାନର ବାଡେଇ ହବ। ଠିକ ଅଛି ନା। ତାହେଲେ ଆମେ ପ୍ରଥମେ ଦିଟା ଟପିକ ଉପରେ ପୁରା ଭଲସେ ସିଓର ହବା। ଭାଇ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଟପିକ, ଯାହାକୁ ବୁଝି ଆସିଗଲା ତାର ବାସ୍ତୁର ବହୁତ କିଛି ଜିନିଷ କ୍ଲିୟର ହେଇଯିବ ଅପନେ ଆପ୍। ଆଉ ଯାହାକୁ ବୁଝି ନ ଆସିଲେ ସିଏ ତ ସେମିତି ହୁଇ ମିଶିକାଲ ବାସ୍ତୁରେ ଚାଲିବ। ଆଜ୍ଞା ଏଇଠି ସୂର୍ଯ୍ୟ ଉଦୟ ହଉଛନ୍ତି, ଏଇଟା ପୂର୍ବ, ତା ପଛଟା ପଶ୍ଚିମ, ଆଉ ଆଉ ଆପଣ ମାନେ ଏଇଠି ଶୁଅନ୍ତୁ, ଆପଣ ଦେଖିଲା ବେଳକୁ ତ ଆପଣ ଧର କୌଣସି ଗୋଟେ ପ୍ଲଟ କୁ ଗଲେ, ରାଜ ବାବୁ ଯୋଉ କଥାଟା କହୁଛନ୍ତି ମୁଁ ସେଇଟା ଡିଗ୍ରୀ କାଲକୁଲେସନରେ ଆପଣଙ୍କୁ ଜଣେଇବି। ଆପଣ ଗୋଟେ କୋଉ ପ୍ଲଟ କୁ ଗଲେ, ଧର ସେ ପ୍ଲଟ ଟା ଏଇଭଳିଆ ହେଇଥିବ, ମୁଖ୍ୟତଃ ଏଇଭଳିଆ ନହେଲେ ଏଇଭଳିଆ ଚାରିକୋଣିଆ ପ୍ଲଟ ଟି ହେଇଥିବ, ତ ଆପଣ କଣ କରିବେ, ଆପଣଙ୍କର ତିନିଟା ସମାନ ଭାବରେ ଡିଭାଇଡ କରିଦେବେ। ତିନିଟା ସମାନ ଭାବରେ ଆପଣ ଡିଭାଇଡ କରିଦେବେ ପ୍ଲଟ କୁ। ତାହେଲେ ଏଇ ସ୍ଥାନଟା ବ୍ରହ୍ମସ୍ଥାନ, ଗୋଟେ ଆପ୍ରୋକ୍ସିମେଟଲି ଏଇ ସ୍ଥାନଟା ବ୍ରହ୍ମସ୍ଥାନ ଆସିଯିବ। ମାନେ ଡ୍ରଇଂ ଟା ମାନେ ନିଜେ ବନେଇବାର ଅଛି। ହଁ, ଆପଣ ପ୍ରଥମ କରି କଣ କରିବେ ନା, ଜାଗାର ଧର B C D, ଏ ବି ସି ଡି ଏଇଟା ରହିଲା। ଆପଣ କଣ କରିବେ ନା, ହୁଁ ଏଉଠୁ ମାପିବେ, ୟାର ଜାଗା କେତେ ହେଲା, କେତେ ଫୁଟରେ କେତେ ଫୁଟ ବାହାର କରିକି ଥୋଇଦେବେ। ଏଉଠୁ ଏଇ ଯାଏ ମାପିବେ, ଧର ଏଇଟା ବାହାରିଲା ଆମର 30 ଫୁଟ, ଏଇଟା ବାହାରିଲା 45 ଫୁଟ, ଏଇଟା ବାହାରିଲା 32 ଫୁଟ, ଏଇଟା ବାହାରିଲା 46 ଫୁଟ। ଠିକ ଅଛି ନା। ହୁଁ 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 ତ ଆପଣ ଚାରିପଟ ବର୍ତ୍ତମାନ ଆପଣ କଣ କରିବେ ନା, ଏଉଠୁ ଡାଇଗୋନାଲି ଏମିତି ପକେଇଦେବେ। ଏଠି ବ୍ରହ୍ମସ୍ଥାନ ଯୋଉଠି ଆଜ୍ଞା ଛକିଟା ଆସିଲା, ସେଇ ଆଜ୍ଞା ଛକିଟା ଆପଣଙ୍କର ବ୍ରହ୍ମସ୍ଥାନ ଆସିଲା। ହୁଁ ସେଇ ଏରିଆରୁ 3 ଫୁଟ କି 4 ଫୁଟ ଯୋଉ ଭଳିଆ ରେସିଓ ଟା ରହିଲା, ଧର ଏଇଟା 30 ଫୁଟ ହେଲା, ତାହେଲେ ଆର ବ୍ରହ୍ମସ୍ଥାନରେ କେତେ ହବ, 10 ଫୁଟରେ ବ୍ରହ୍ମସ୍ଥାନ ରହୁଛି ନା ଏପଟଟା, ହୁଁ ଏପଟେ ହୁଁ 32 ଅଛି ନା। ହୁଁ ତେଣୁ 10 ଫୁଟର ସର୍କଲ ଭିତରେ ବ୍ରହ୍ମସ୍ଥାନଟା ରହିଲା। ଆଜ୍ଞା। ତ ଆପଣ ଏଉଠୁ ଗୋଟେ ସିଧା ପକେଇଦେବେ ଇଏ, ସେମିତି ଧର ଚାରିକୋଣିଆ ପ୍ଲଟଟା ହେଲା, ଏଇଟାକୁ ମାପିଦେବେ, ଏଇଟାକୁ ମାପିଦେବେ, ଏଇଟାକୁ ମାପିଦେବେ, ଏଇଟାକୁ ମାପିଦେବେ, ତାପରେ ଡାଇଗୋନାଲି ମାପିଦେବେ। ତାହେଲେ ଆପଣଙ୍କର ଆଚ୍ଛା, ବ୍ରହ୍ମସ୍ଥାନ ବାହାରି ଗଲା ପରେ ସେ ପ୍ଲଟ ଟା ଏକ୍ଜାକ୍ଟଲି ନର୍ଥରେ ଅଛି କି ଏକ୍ଜାକ୍ଟଲି ସାଉଥରେ ଅଛି, ତାର ମାନେ କୋଉ ଆଡିକି ତାର କୋଉ ପଟେ ରାସ୍ତା ଅଛି, ସେଇଟା ଆପଣ ନିରୂପଣ କରିଦେଲେ, କାରଣ ଆପଣ ଗେଟ୍ ଦେବେ ନା। ଆଜ୍ଞା। ତ ଶକ୍ତି ଚକ୍ର ପକେଇଲା ବେଳକୁ, ଯେତେବେଳେ ଧର ଏଇଠି ଆପଣ କମ୍ପାସ ଟା ଥୋଇଲେ, ବ୍ରହ୍ମସ୍ଥାନ ଏପଟକୁ ଡିଫ୍ଲେକ୍ଟ ହେଇକି 29 ଆସିଲା,
ତାହେଲେ ହୁଁ। କଣ ହବ? ଆପଣ ଏଇ ବ୍ରହ୍ମସ୍ଥାନରୁ ଯେତେବେଳେ 29ଟା ଏପଟେ ଡିଫ୍ଲେକ୍ଟ ହେଇକି ଆସିଲା, ଆପଣ ବ୍ରହ୍ମ କମ୍ପାସ ଟା ଯୋଉ ପକେଇବେ, 29ରେ କମ୍ପାସ ଟା ଏମିତି ସିଧାରେ ପକେଇବେ। ୟେସ୍ ବସ୍। ଯଦି 29ରେ କମ୍ପାସ ସିଧାରେ ପକେଇବେ, ତାହେଲେ ଆପଣଙ୍କର ଆକୁରେଟଲି ଜୋନ୍ ଗୁଡାକ ସବୁ ଧୀରେ ଧୀରେ କିନି ବାହାରିଯିବ। ହୁଁ ହୁଁ ହୁଁ। ଯଦି ଆପଣ 29ରେ କମ୍ପାସ ନ ପକେଇକି 0ରୁ କମ୍ପାସ ପକେଇଲେ, ତାହେଲେ ଆପଣ 90 ଡିଗ୍ରୀ ଆଙ୍ଗେଲ କରିକି କରିପାରିବେନି ନା ନା। ଡିଗ୍ରୀ ଟା ଦେଖିବାର ଅଛି, ମୋ ୟା କଥାଟା ବୁଝିଗଲା ବୁଝିପାରୁଛନ୍ତି ନା ବୁଝିଗଲା ନାଇଁ? ଏବେ। ହଁ, ତେଣୁ ଏଇ ଜିନିଷଟା ହେଲା ବାସ୍ତୁରେ ଇମ୍ପୋର୍ଟାଣ୍ଟ। ଆଉ ସେମିତି ନାହିଁ ଖାଲି ମୁତୁଫରକା ବାସ୍ତୁ ହଉଛି, ତାହେଲେ ସେଠି କ୍ଲିୟର ବାସ୍ତୁ ହଉନି ଭାଇ। ଆଉ ଯାହାର ଡ୍ରଇଂ ଥିବ ତାହେଲେ ଏତେ ଅସୁବିଧା ହବ। ଡ୍ରଇଂ ଥିଲେ ବି ଆମକୁ ଡିଗ୍ରୀ ବାହାର କରିବାକୁ ପଡିବ ନା ଭାଇ। ଧର କାହାର ହଁ ଡ୍ରଇଂ ପୁରା ଅଛି। କାଟି ପଡିବ, ୟେସ୍ ପୁରା ହଁ, କାଟିକି ଡିଗ୍ରୀ। ଆମକୁ ଡ୍ରଇଂ ହେଇସାରିଲା ପରେ ମଧ୍ୟ ଧର କାହାର ଗୋଟେ ଆମର ଗୋଟେ ଡ୍ରଇଂ, ତ ଆପଣ ମାନେ ଦେଖନ୍ତୁ, ଏଇଟା ଗୋଟେ ଅଫିସ ର ଗୋଟେ କମର୍ସିଆଲ ପ୍ଲେସ ର ବାସ୍ତୁ ପାଇଁ ଆମ ପାଖକୁ ଆସିଥିଲା, କି ଆପଣ ୟା ପରେ ବାସ୍ତୁ କରିକି ଆପଣ ଦିଅନ୍ତୁ। ଆପଣ ଦେଖନ୍ତୁ, ଭଲ ଭାବରେ ମନେ ରଖି କରିକି ଦିଟା ଜାଗା ଦେଖନ୍ତୁ, ସେ କେମିତି ସେ ବାସ୍ତୁ କରିଛନ୍ତି, କେମିତି ତାଙ୍କୁ ଦିଆଯାଇଛି। ଟଏଲେଟ ଟା ଦେଖୁଛନ୍ତି ଆପଣ, ଏ ଟଏଲେଟ ଟା ଖାଲି ମନ ନଜରରେ ରଖିଥାନ୍ତୁ। ମୁଁ ଆପଣଙ୍କୁ ଅଧିକା କିଛି କହୁନି, ବହୁତ ତ ଭୁଲ ଅଛି, ସବୁ ଦେଖେଇ ହବନି। ଆପଣ ଏ ଟଏଲେଟ ଟାକୁ ଯୋଉ ରାଉଣ୍ଡ ବୁଲେଇଛି, ସେଇଟାକୁ ଆପଣ ୟେସ୍ ସାର୍। ମୁଣ୍ଡରେ ରଖନ୍ତୁ। ଏଇଟା ଆପଣ ମୁଣ୍ଡରେ ରଖିଲେ, ରାଜବାବୁ ସେକେଣ୍ଡ କୁ ଚାଲନ୍ତୁ, ସେକେଣ୍ଡ ଥାର୍ଡ ପେଜ କୁ। ଆଉ ଦେଖିଲେ ଏଇଟା ଡକ୍ଟ ରହିଲା, ଏଇଠି ଟଏଲେଟ ଦେଇଛି ସେ। ତା ତଳକୁ ଆସନ୍ତୁ, ତଳକୁ ଆସନ୍ତୁ, ତଳକୁ ଚାଲନ୍ତୁ, ତଳକୁ ଚାଲନ୍ତୁ, ସେକେଣ୍ଡ ପୁରା ଜୋନ୍ ବାହାର କରାଇ ଯୋଉଟା, ସେଠିକି ଚାଲନ୍ତୁ। ଟଏଲେଟ କୁ ଚାଲନ୍ତୁ। ବାସ୍, ଏଇଠି ଆପଣ ଆଖି ବନ୍ଦ କରି ଦେଖିଲେ, ଆଉ ଟିକେ ଉପରକୁ, ଆଉ ଟିକେ ଉପରକୁ ସ୍କ୍ରଲ ହବ, ଆଉ ଟିକେ ଉପରକୁ ସ୍କ୍ରଲ ହବ। ହଁ, ଏ ଦେଖିଲେ ଏଇ ଯୋଉ ଟଏଲେଟ ଟା କୋଉ E7 E8। ଯୋଉ, ହଁ, ଏଇ ଯୋଉ ଟଏଲେଟ ଟା କୋଉଠି ଆସି, ସାଉଥ ଇଷ୍ଟ ଆଗ୍ନେୟ କୋଣରେ ଟଏଲେଟ ଅଛି ନା ନାଇଁ ଦେଖିଲେ। ୟେସ୍ ସାର୍। ଯେତେବେଳେ ଡିଗ୍ରୀ ବାହାର କଲୁ ଆମେ, ବ୍ରହ୍ମସ୍ଥାନ ବାହାର କରିକି ଡିଗ୍ରୀ ବାହାର କରିକି ଆମେ ଜୋନ୍ ଇମ୍ପୋଜ କଲୁ ସଫ୍ଟୱେର ମାଧ୍ୟମରେ, ଟଏଲେଟ ଟା ଆସୁଛି ସାଉଥ ଇଷ୍ଟ। ଏ ଲୋକ ମାସକୁ 5 crore ର ବିଜନେସ କରନ୍ତି। ଯେବେ ନୂଆ ପ୍ଲଟ କିଣିକି ଏଇ ପ୍ଲଟ କୁ ଆସିଛନ୍ତି, ଯେହେତୁ ସାଉଥ ଇଷ୍ଟ ହଉଛି ଆପଣଙ୍କର ଧନ, ସୁରକ୍ଷା ଏବଂ ବୃଦ୍ଧିର କାରକ, ଧନର ମେନ୍ କାରକ, ତାଙ୍କର ବିଜନେସ ଯୋଉଠି 5 crore ହଉଥିଲା, 5 CR ର ହଉଥିଲା, ସେ ବିଜନେସ ଡାଉନ ହେଇକି 50 lakhs କୁ ପଳେଇ ଆସିଲା। ଏବଂ ଏଇ ଯୋଉ ବିଜନେସ ପ୍ଲେସ କୁ ସେ 75 lakhs ଦେଇ କିଣିছে। ଯୋଉଠି ସେମ ଲୋକ, ସେମ ଏମ୍ପ୍ଲୟ ମାନେ ଗୋଟେ ମାସରେ 5 CR ଇନକମ କରୁଥିଲେ, ଓନ୍ଲି ତାର ଏଇ ଅଫିସ ଯୋଉ ଦିନଠୁ ଚେଞ୍ଜ ହେଲା, ସିଏ ପଳେଇ ଆସିଲା 50 lakhs କୁ। କାହିଁକି ନା, କୋଉ ଭଦ୍ର ବ୍ୟକ୍ତି ଜଣକ ତାଙ୍କୁ କହିଛି ଜୋନ ଇମ୍ପୋଜ କରିକି, କି ଆପଣଙ୍କର ଏଇଟା ଯୋଉ ଟଏଲେଟ ଟା ହଉଛି ସେଇଟା ଇଏସି ରେ ଆସୁଛି। ଇଏସି ରେ ଟଏଲେଟ ହେଇପାରିବ, କିଛି ଅସୁବିଧା ନାହିଁ। ଇଏସି ରେ ଟଏଲେଟ ହେଇପାରିବ ନା, କିଛି ପ୍ରୋବ୍ଲେମ ନାହିଁ। ହୁଁ। ତ କହିଛି, ସିଏ କଣ କରିଛି ନା, ସେଟାକୁ ପ୍ରପରଲି କାଲକୁଲେଟ କରିନି। ଆମେ ଯେତେବେଳେ ଯାଇକି ୟାର ଏଇ ଏସି ରେ ଏଇ ପ୍ରୋବ୍ଲେମ ଟାକୁ ପରିଲକ୍ଷିତ କରିକି ଏସି ର ରିମେଡି ଦେଲୁ, ଏବେ ତାଙ୍କର 21 days କମ୍ପ୍ଲିଟ ହେଲା ଆଜି। ଆଉ ସିଏ କହୁଛନ୍ତି ତାଙ୍କର ବିଜନେସ ରେ ଧୀରେ ଧୀରେ ଇମ୍ପ୍ରୁଭମେଣ୍ଟ ହଉଛି। ଆଗରୁ ଯେମିତି ପୁରା ଶୁଖିଲା ପରିସ୍ଥିତି ଥିଲା, ଏବେ 21 days ର ରିମେଡି କରିସାରିଲା ପରେ ତାଙ୍କର ଇମ୍ପ୍ରୁଭମେଣ୍ଟ ଆସିଛି। ତ ଆପଣ ମାନେ ଭାବନ୍ତୁ, ବାସ୍ତୁରେ କେତେ ଏଇଟା ଇଫେକ୍ଟିଭ, ଏଟା କେତେ ମାତ୍ରାରେ ଇଫେକ୍ଟିଭ। ତେଣୁ ଯେପର୍ଯ୍ୟନ୍ତ ଜୋନ୍ କାଲକୁଲେଟ, ଡିଗ୍ରୀ ଟା ଭଲସେ କାଲକୁଲେଟ ନ ହେଇଛି, ସେ ପର୍ଯ୍ୟନ୍ତ ଯଦି ଆପଣ ଆଚ୍ଛା, କୌଣସି ଏଇଟା ପ୍ରକାର କଣ ଆପଣ ସାର୍ ସଫ୍ଟୱେରରେ ପକେଇଛନ୍ତି? ସରି ସରି, ହଁ, ଏଇଟା କ୍ଲାସ ଆମ ଟା ପାଖରେ ଗୋଟେ ସଫ୍ଟୱେର ଅଛି। ହୁଁ ହୁଁ। ଏଇଟା ଆମ ପାଖରେ ଗୋଟେ ସଫ୍ଟୱେର ଅଛି, ଆମେ ସଫ୍ଟୱେର ୟୁଜ କରୁ। ସର୍ବପ୍ରଥମ କଥା ହେଲା, ସଫ୍ଟୱେର ତ ନିଶ୍ଚିତ ଭାବରେ ଇମ୍ପୋର୍ଟାଣ୍ଟ, କିନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ଡିଗ୍ରୀ କ୍ୟାଲକୁଲେସନ ନା ଭାଇ। ହୁଁ। ଆପଣ ଯଦି ଡିଗ୍ରୀ କ୍ୟାଲକୁଲେଟ ନ କରିବେ, ଠିକ ସେ ଏଇଟା ଟିକେ ଜୋନ୍ କୁ, ଏକ୍ସାମ୍ପଲ ଦେଇକି କହୁଛନ୍ତି ଯଦି କହିଦିଅନ୍ତୁ, ବ୍ରହ୍ମସ୍ଥାନରୁ କେମିତି ଏଇଠି ପକେଇଲେ ଟିକେ କୁହନ୍ତୁ। ହଁ, ଏଇଠି ଆମେ ଏପଟଟା ମାପିଦେଲୁ, ଏପଟଟା ମାପିଦେଲୁ, ଆଜ୍ଞା। ଏପଟଟା ମାପିଦେଲୁ, ଏପଟ ରାଜବାବୁ ଟିକେ ଯୋଉ ପେଜ 2 କୁ ଯାଆନ୍ତୁ, କି ଆର ଜଷ୍ଟ ଉପର ପେଜ କୁ ଯାଆନ୍ତୁ। ବ୍ରହ୍ମସ୍ଥାନ କାଲକୁଲେସନ ଟା ଆମେ କହିବା, ଏହାର ଉପର ପେଜ କୁ ଯାଆନ୍ତୁ। ବାସ୍, ଉପର ପେଜରେ ଫିକ୍ସ କରାନ୍ତୁ। ବାସ୍, ବାସ୍, ଏଇଠି ଛାଡି ଦିଅନ୍ତୁ, ଏଇଠି ଛାଡି ଦିଅନ୍ତୁ। ଆମେ ଚାରିପଟ ମାପିଦେଲୁ, ତାପରେ ଏଉଠୁ ଏ ଯାଏଁ ପୁଣି ମାପିଲୁ, ଏଉଠୁ ଏ ଯାଏଁ ମାପିଲୁ। ଆମେ ବ୍ରହ୍ମସ୍ଥାନ କାଲକୁଲେଟ କଲୁ, ଏଇଠି 90 ଡିଗ୍ରୀ, ଏଇଟା ରହିଲା ନର୍ଥ କୁ ରହିଛି, ଏଇଠୁ ନର୍ଥ ରୁ 90 ଡିଗ୍ରୀ ଏମିତି ଟାଣିଦେଲୁ। ଏଇଠି ଆମେ ରଖିଦେଲୁ ପେନ୍ସ, ଏ ଯୋଉ କଣ ନା, କମ୍ପାସ।
କମ୍ପ୍ରାକ୍ସ ହୁଁ ଯେତିକି ହିସାବରେ ଡିଫ୍ଲେକ୍ଟ ହେଲା, ଧର ଲେଟ୍ ସେ ଆମର କମ୍ପାସ ଡିଫ୍ଲେକ୍ଟ ହେଲା 8 ଡିଗ୍ରୀରେ, ଏଇଟା ମତେ ଲାଗୁଛି ଏଇଟା 23 ଡିଗ୍ରୀରେ ଡିଫ୍ଲେକ୍ଟ ହେଇଥିଲା, ଠିକ ଅଛି ନା? ହୁଁ ଏଇଟା 23 ଡିଗ୍ରୀରେ ଡିଫ୍ଲେକ୍ଟ ହେଇଥିଲା, ତ ଆମେ ଏଇଠି ଆମେ କମ୍ପାସରେ 23 ଡିଗ୍ରୀ ହିଁ ପକେଇଲୁ। ଯେ ଶକ୍ତି ଚକ୍ରରେ ଏଉଠୁ ରଖିକି ଠିକ 90 ଡିଗ୍ରୀ କରିକି ଆମେ ଏଇଠି 23 ଡିଗ୍ରୀ ପକେଇଲା ବେଳକୁ ଜୋନ୍ ବାହାରିଗଲା କି ଟଏଲେଟ ଆସିଲା ଆପଣଙ୍କର ହଁ କୋଉ ତେଇଶ ଜୋନରେ। ଡିଗ୍ରୀ ଟା ଏଇ ଟପ ରେ ପକେଇଲେ ନା, ହଁ ଉପର ଯୋଉଟା ପକେଇଛନ୍ତି ସେଇଟାକୁ ହଁ 23 ଡିଗ୍ରୀ ପକେଇଲେ। 23 ଡିଗ୍ରୀ ନେଲୁ, ଏଇଟାକୁ ଇଟ୍ ଇଜ 23 ଡିଗ୍ରୀ। ଆଜ୍ଞା। ହଁ ଏଇଟାକୁ ଆମେ 23 ଡିଗ୍ରୀ ନେଲୁ, ଏଉଠୁ ହଁ ମାନେ ଏଇଠି 23 ଡିଗ୍ରୀ ଜିରୋ ରୁ ହେଲେ ନେବା କଥା ତାହେଲେ ନା। ହଁ ତ ତାହେଲେ ତାର ନର୍ଥ ଟା ଏକ୍ଜାକ୍ଟଲି କୋଉଠି ରହିଲା ସେ ଡ୍ରଇଂ ରେ ଟିକେ ଦେଖେଇ ଦିଅନ୍ତୁ ତାହେଲେ ଟିକେ ହଁ ବୁଝିଯିବୁ ହଁ ଆମେ। ତଳକୁ ଆସନ୍ତୁ, ତଳକୁ ଆସନ୍ତୁ, ଆପଣ ନର୍ଥ ଦେଖିଦେବେ କୋଉଠି ଆସିଲା, ତଳକୁ ଆସନ୍ତୁ। ମୁଁ ତ ସେଇଥିପାଇଁ କହିଲି ଲାଇଭ୍ ଦେଖନ୍ତୁ ଜିନିଷଟା, ଦେଖନ୍ତୁ ତା ନର୍ଥ ବୁଲିଗଲା ବାଁ ପଟକୁ। ଦେଖାଉନି, ରାଜୁ ଟିକେ ଉପରକୁ ଦେଖିଦିଏ। ହଁ ମୁଁ ଟିକେ ଦେଖନ୍ତୁ ଆମେ ଦେଖନ୍ତୁ। ଟିକେ ଜୁମ କରିକି ଦେଖିଦବୁ, ରୁହନ୍ତୁ। ହଁ ନର୍ଥ ଆପଣ ଦେଖୁନାହାନ୍ତି, ଡିଫ୍ଲେକ୍ସ ଦେଖନ୍ତୁ ଲେଫ୍ଟ ଡିଫ୍ଲେକ୍ସନ ଅଛି। ଲେଫ୍ଟ କୁ ଡିଫ୍ଲେକ୍ଟ ହେଇଗଲା କି ନାହିଁ ଦେଖନ୍ତୁ। ହଁ ଟିକେ ଟିକେ ଜୁମ କରୁଛୁ, ଗୋଟେ ମିନିଟ୍ ସାର୍, ଦେଖୁଛୁ। ହଁ ହଁ ଦେଖନ୍ତୁ ଦେଖନ୍ତୁ, ଆରାମ ସେ ଦେଖନ୍ତୁ। ହଁ ଲେଫ୍ଟ କୁ ଡିଫ୍ଲେକ୍ଟ କରିଗଲା, ୟେସ୍। ହେଲା, ତ ହୁଁ ତମେ କଣ ଭାବିଲ, ଆରେ ଭାଇ ମୋର ତ ଅଫିସ ନର୍ଥ ରେ ଅଛି, ମୋର କାଇଁ କଣ ପ୍ରୋବ୍ଲେମ ହବ? ହୁଁ ଯୋଉଠି ଆପଣ, ହଁ ଏ ପୁରା ଦେଖାଉଛି ଆଉ ଠିକ। ଯୋଉଠି 23 ଟା ଲେଖିଛନ୍ତି ସେଇଟା ଇଏ ହେଇଗଲା, ଡିଫ୍ଲେକ୍ଟ ହେଇଗଲା, ୟେସ୍। ଡିଫ୍ଲେକ୍ଟ ହେଇଗଲା, ଏପଟକୁ ଡିଫ୍ଲେକ୍ଟ ହେଇଗଲା, ଏନ୍ ଯଦି ଫୋର ଡିଫ୍ଲେକ୍ଟ ଏନ୍ ହେଇଗଲା ଫୋର ଆଉ ଇଏ ପାଖରେ ରହିଲା, ହଁ ଠିକ ଅଛି, ଦେଖାଉଛି। ହଁ ତେଣୁ ଯଦି ଏପଟେ ଏଇଠି ଡିଫ୍ଲେକ୍ଟ ହେଇଗଲା, ତମ ଟଏଲେଟ କୋଉ ଜୋନ ରେ ପଳେଇ ଆସିଲା? ସାଉଥ ଇଷ୍ଟ ରେ। ଇଷ୍ଟ ଟଏଲେଟ ସାଉଥ ସାଉଥ ଇଷ୍ଟ, ଇଷ୍ଟ। କୋଉଟା ଟଏଲେଟ ଆପଣ ଏଇଟା ଟଏଲେଟ ଆଜ୍ଞା, ଏଇଟା ଟଏଲେଟ। ସାଉଥ କୋଉଟା? ଇଷ୍ଟ ଜୋନ, ଏଇଟା ହଁ 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 ରୁହନ୍ତୁ ଠିକ ରୁହନ୍ତୁ। ଅଛି, ଠିକ ଅଛି, ୟେସ୍। ଗ୍ୟାସ୍ ଲିକ୍ୱିଡ ଟଏଲେଟ ୟେସ୍। ଏଇଟା ଆଜ୍ଞା, ଟଏଲେଟ ଏଇଟା ପ୍ୟାଣ୍ଟ୍ରିଟା, ଏଇଟା ପ୍ୟାଣ୍ଟ୍ରିଟା। ନାଇଁ ହଁ ଠିକ ଅଛି, ମୁଁ ଟିକେ ଦେଖିବାକୁ ଭୁଲ କଲି, ୟେସ୍। ହଁ ଇ ତ ହଁ ଟଏଲେଟ ଆସିଗଲା, ତ ଏବେ ହଁ ଆପଣ ଭାବନ୍ତୁ ଯୋଉଠି ଅଗ୍ନି କୋଣରେ ପାଣି ରହିଲା, ସାଉଥ ଇଷ୍ଟ ହୁଁ ହଉଛି ଆଗ୍ନେୟ କୋଣ, ଅଗ୍ନି କୋଣରେ ପାଣି ରହିଲା, ଆଉ ପାଣି ରହିକି ଆଜ୍ଞା ସେଠି କଣ ହେଲା ନା ଟଏଲେଟ ରଖିଲା ମାନେ ଫ୍ଲସ ହେଲା, ମାନେ ତମର ଯେତିକି କ୍ୟାସ୍ ଥିବ, ଯେତିକି ଆମାଉଣ୍ଟ ଥିବ ସେ ପ୍ଲସ ହଉଥିବ, ଆଉ ଯୋଉଠି 5 crore ଜାଗାରେ ତମେ 50 lakhs ଇନକମ କରିବ ନା, କିଏ କରିବ? 75 lakhs ଦେଇକି ଆଜ୍ଞା ପ୍ଲଟ ଟା କିଣା ହେଇଛି, ମାନେ ସେ ମାନେ ଇକୋନୋମିକ ଜୋନ ଟା, ମାନେ ବହୁତ ହାଇ ଫାଇ ପ୍ଲେସ ର ଏଟା କିଣା ହେଇଛି ସେଠି। ହୁଁ। ତେଣୁ ଜୋନରେ କେତେ ମାଇନେ ରହୁଛି ଆପଣ ଏଥିରେ ବୁଝିପାରୁଛନ୍ତି ତ? ତେଣୁ ଆପଣ ଯଦି ଡିଗ୍ରୀ ଠିକ ସେ କାଲକୁଲେଟ ହଉନି, ଆଉ ଜୋନ୍ ଠିକ ସେ କାଲକୁଲେଟ ହେଇନି, ଆଉ ଏଇଠି ସୂର୍ଯ୍ୟ ଉଦୟ ହଉଛନ୍ତି, ଏଇଠି ସୂର୍ଯ୍ୟ ଅସ୍ତ ହଉଛନ୍ତି, ଏଇଟା ଖୋଳିଦବୁ, ଏଇଟା କରିଦବ, ଭାଇ ତମେ ବିଶ୍ୱାସ କର ନିଶ୍ଚିତ ଭାବରେ ପ୍ରୋବ୍ଲେମ ଫେସ କରିବ ମୋ ଭଳିଆ, ଆଉ ଏ ଭାଇଙ୍କ ଭଳିଆ ଯିଏ ଏଇ ପ୍ଲଟ କିଣିକି ଏଠି ବିଜନେସ କରୁଛନ୍ତି। ରାଜ ବାବୁ ବର୍ତ୍ତମାନ ଏଇଟା ହଟେଇ ଦିଅ, ମାନେ ସ୍କ୍ରିନ ସେୟାର ଅଫ୍ କରିଦିଅ। ଏବେ ବୁଝିପାରିଲା ତମେ କଣ କହିବାକୁ ଚାହୁଁଛି? ତ ମୁଁ ହୁଁ ଏଇଟା ମୁଁ ଆପଣ ମାନଙ୍କୁ ସେଇଥିପାଇଁ କ୍ଲିୟରଲି ବୁଝିବାକୁ ଚାହିଁଲି କି ଆଜ୍ଞା ଏଇଟା ହଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ ଜିନିଷ। ଇଏ ଯଦି କୌଣସି ଜିନିଷ ଆପଣଙ୍କୁ କହୁଛି ଏବଂ ପ୍ରପରଲି ଡିଗ୍ରୀ ବାହାର କରିନି, ଆଉ ଇଏ କରୁନି, ଆପଣ ଜାଣନ୍ତୁ କୌଣସି ଗୋଟେ ଜାଗାରେ ଡିଗ୍ରୀ ବାହାର କରି, ବ୍ରହ୍ମସ୍ଥାନ ବାହାର କରି ଡିଗ୍ରୀ ବାହାର କରି ମିନିମମ୍ 3 ଘଣ୍ଟାରୁ ଅଧିକା ଲାଗିବ। ଆପଣ ଖାଲି ଜଣେ ଭିଜିଟ ରେ ଯିବ, କହିଦବ ଏଇଟା ଏଇଠି ସୂର୍ଯ୍ୟ ମାନେ ଏଇଟା ଇଷ୍ଟ, ଏଇଟା ୱେଷ୍ଟ, ନର୍ଥ, ସାଉଥ, ସେମିତି ଜୋନ କଦାପି ଆପଣ କ୍ଲିୟରଲି ପାଇବେ ନା। ଆଉ ମହାଜରର ଅବସ୍ଥିତି ଯଦି ଆପଣଙ୍କର ନେଗେଟିଭ ଜୋନରେ ହେଇଗଲା, ତାହେଲେ ଆପଣଙ୍କର ସବୁତିକ ଗଲା ନା ଭାଇ। ହୁଁ ବସ୍। ଆଜ୍ଞା। ବୁଝିପାରୁଛନ୍ତି ତ? ହୁଁ ତେଣୁ ଏଇଟା ହେଲା ସବୁଠୁ ଇମ୍ପୋର୍ଟାଣ୍ଟ କଥା। ସେଇ ଜିନିଷଟାକୁ କିଏ କେତେ ଷ୍ଟ୍ରିକ୍ଟଲି କେତେ କରେକ୍ଟଲି କରିପାରୁଛି, ଯିଏ ଯେତେ ସେଇ ଜିନିଷଟା କରେକ୍ଟଲି କରିବ, ତାର ଆକୁରେସି ଅଫ ବାସ୍ତୁ ଠିକ ଆସିବ, ଏବଂ ସେ ଆଖି ବନ୍ଦ କରି କହିପାରିବ ଯେ ଏଇ ଜୋନରେ ଆକୁ ପ୍ରୋବ୍ଲେମ ଅଛି, ଆଉ ଏଇ ଜୋନର ଯାହା ଯାହା ସିଏ ବାସ୍ତୁର ଫଲ୍ଟ ଦେଖିଲା, ଆଜ୍ଞା ନର୍ଥ ଇଷ୍ଟରେ ଟଏଲେଟ ଦେଇଛନ୍ତି ଆଜ୍ଞା, କ୍ୟାନ୍ସର ହବନି କଣ ହବ? ନର୍ଥ ଇଷ୍ଟରେ ଟଏଲେଟ ଦେଲେ କ୍ୟାନ୍ସର ହବନି କଣ ହବ ଆପଣ କୁହନ୍ତୁ? ସାଉଥ ଇଷ୍ଟରେ ଟଏଲେଟ ଦେଲେ କେବେ ସେ ଘରର ପଇସା ରହିବ? ସାଉଥ ୱେଷ୍ଟ ଟଏଲେଟ ଦେଲେ ସେ ଲୋକଙ୍କର କାହା ସହିତ ସମ୍ପର୍କ ଭଲ ରହିବ? ନର୍ଥ ୱେଷ୍ଟ ଟଏଲେଟ ଦେଲେ କାହାଠୁ ସମର୍ଥନ ସହାୟତା ମିଳିବ? ତେଣୁ ଆପଣ ଯେତେବେଳେ ଜୋନ ଆଉ ଡିଗ୍ରୀକୁ ଭଲସେ କ୍ଲିୟର ଆଉ କାଲକୁଲେଟ କରିଦେବେ, ସେତେବେଳେ ହିଁ ଆପଣ ସେଇଠି ଆମେ ଯାହା କହିବୁ ତା ସହିତ ସେ ପରିବାର ସହିତ ସେଟା ଘଟୁଥିବ ହିଁ ଘଟୁଥିବ। କାରଣ ଆମେ ଆକୁରେଟଲି ବାହାର କରିଦେଲୁ ଡିଗ୍ରୀ ଆଉ ଜୋନ। ଯୋଉ ଜୋନରେ ଯୋଉଟା ରହିବା କଥା ସେଇ ଜୋନରେ ଯଦି ସେଇଟା ନାହିଁ, ତାହେଲେ ସେ ଘରକୁ ପ୍ରୋବ୍ଲେମ ଦବ।
ଯଦି ଯୋଉ ଜୋନରେ ଯୋଉଟା ରହିବା କଥା ସେଇ ଜୋନରେ ସେଇଟା ଅଛି। ଆପଣ ଆପଣ ବିଶ୍ୱାସ କରିବେନି, ଆହୁରି ଗୋଟେ ଜାଗା ଆମେ ବାସ୍ତୁ କରିବାକୁ ଯାଇଥିଲୁ, ତଳେଶ୍ୱରୀ ବିହାର। ସଳେଶ୍ୱରୀ ବିହାରରେ ସେ ଜାଗାରେ ସେ ଘରର ବାସ୍ତୁ ଯିଏ କରିଛି ଭାଇ ତାକୁ ସାଲ୍ୟୁଟ। ସେ ବହୁତ ପୁରୁଣା, ଆଜିକୁ 20-25 ବର୍ଷ ତଳର ସେ ବାସ୍ତୁ କରିଛି। ଭାଇ ସେ ଘର ଏତେ ପରଫେକ୍ଟଲି ସେ ବାସ୍ତୁ କରିଛି, ଆଜ୍ଞା ତାର ଗ୍ରାଇଣ୍ଡର ଠୁ ଆରମ୍ଭ କରି ତାର ୱାସିଂ ମେସିନ ପର୍ଯ୍ୟନ୍ତ ଠିକ ଜାଗାରେ ଅଛି। ରାଜଭାଇ ବି ମୋ ସହିତ ଯାଇଥିଲେ। ଆଜ୍ଞା। ଆଉ ଆପଣ ପଚାର, ମୁଁ କାହାର ଇନକମ ବିଷୟରେ ତ ନ କହିବା ଭଲ, ବଟ୍ ଆଭରେଜ ମନ୍ଥଲି ବିଜନେସ 200 crore। ସେ ବିଗ ର ବିଗ ଶଟ ଜାଣ୍ଟ, ଜାଣ୍ଟ ଇନ ବିଜନେସ। ନାଇଁ ନାଇଁ, ମୋର ମୋର ମୋ କହିବା ତ ବୁଝନ୍ତୁ, ମାନେ ମୁଁ କଣ କହିବାକୁ ଚାହୁଁଛି କି ଦେଖ ହାଉ ବାସ୍ତୁ ଇଜ ହେଲ୍ପିଂ ଟୁ ଫର ମାନେ ଫାଇନାନ୍ସିଆଲ ଷ୍ଟାବିଲିଟି। हर जनरेशन। ହଁ ଇଏ ତ 360 ପ୍ରୋଟେକ୍ସନ ଦବ ହିଁ ଦବ, କିନ୍ତୁ ଆମ ଛୁଆ ବେଳେ ଗୋଟେ ଶ୍ଲୋକ ପଢିଥିଲୁ, ବିଦ୍ୟା ଦଦାତି ବିନୟମ୍, ବିନୟ ଜାତି ପାତୃତ୍ୱମ୍, ପାତୃତ୍ୱ ଧନମାପ୍ନୋତି, ଧନାତ୍ ଧର୍ମ ତତ ସୁଖମ୍। ବିଦ୍ୟା ବିନୟ ଦାନ କରେ, ବିନୟରୁ ଯୋଗ୍ୟତା ଆସେ, ଯୋଗ୍ୟତାରୁ ଧନ ଆସେ। ବିଦ୍ୟା ଦଦାତି ବିନୟ, ବିନୟ ଜାତି ପାତୃତ୍ୱମ୍, ପାତୃତ୍ୱ ଧନମାପ୍ନୋତି, ଧନାତ୍ ଧର୍ମ, ଧନରୁ ହିଁ, ଧନ ଥିଲେ ତ ଧର୍ମ କରିବ ଭାଇ, ତାପରେ ତମର ସୁଖ ହବ। ଠିକ ଅଛି ନା? हम्म। ତେଣୁ ଫାଇନାନ୍ସିଆଲ ଷ୍ଟାବିଲିଟି ରୁ 360 ଷ୍ଟାବିଲିଟି। ହଁ, ଆଉ ଗୋଟେ କଥା ମନେ ରଖନ୍ତୁ, ବାସ୍ତୁ ଯେ ସବୁ କରିଦବ ସେଇଟା ମାନେ ନାହିଁ। ମଣିଷ ଜୀବନରେ 4ଟା ଜିନିଷ ସାଇମଲଟେନିୟସଲି ରନ୍ କରେ। ଗୋଟେ ହେଲା ଜନ୍ମ, ଗୋଟେ ହେଲା କର୍ମ, ଗୋଟେ ହେଲା ଭାଗ୍ୟ, ଗୋଟେ ହେଲା ପରିବେଶ। ଜନ୍ମ ଆଉ ଭାଗ୍ୟକୁ, ଜନ୍ମ ଆଉ କର୍ମକୁ ଆପଣ ଚେଞ୍ଜ କରିପାରିବେନି, କାରଣ ଆପଣ ସେଟା ପୂର୍ବରୁ ନେଇକି ଆସିଛନ୍ତି। ଜନ୍ମ ଆଉ ଭାଗ୍ୟ, ସରି, ଜନ୍ମ ଆଉ ଭାଗ୍ୟକୁ କର୍ମଟାକୁ ଟିକେ ଆପଣ, କର୍ମ ହଁ ପରିଶ୍ରମ କରିବା। ହଁ, ଜନ୍ମ ଆଉ ଭାଗ୍ୟଟାକୁ ଆପଣ ଚେଞ୍ଜ କରିପାରିବେନି, ଆପଣ ସେଟା ପ୍ରାରବ୍ଧରୁ ନେଇକି ଆସିଛନ୍ତି। ଆଉ ଆପଣ ସେତିକି ଆମାଉଣ୍ଟ ର ସାଧକ ହେଲେ, ଉପାସନା କଲେ ସେଟାକୁ ଆପଣ ଚେଞ୍ଜ କରିବାର ସମ୍ଭାବନା ଅଛି। ସେଟା ବି ଚେଞ୍ଜ ହେଇପାରିବ, କିନ୍ତୁ ବହୁତ କଷ୍ଟ, ବହୁତ କଷ୍ଟ। ମାନେ 99.99999% ଲୋକ ସେଟାକୁ କରିପାରନ୍ତି ନାହିଁ। ସେଟା ବି ଚେଞ୍ଜ ହେଇପାରିବ, କିଛି ଅସୁବିଧା ନାହିଁ। ସେଇଭଳିଆ ସାଧନା, ସେଇଭଳିଆ ଉପାସନା, ସେଇଭଳିଆ ଭକ୍ତି କଲେ ସେଟା ଚେଞ୍ଜ ହେଇଯିବ। କିନ୍ତୁ ଯୋଉ କର୍ମ ରହିଲା, ଆଷ୍ଟ୍ରୋଲୋଜି ହିସାବରେ କର୍ମକୁ କୋଉ ହିସାବରେ, ମୁଁ କୋଉ ମହାଦଶାରେ, କୋଉ ଅନ୍ତର୍ଦଶାରେ କିଭଳି ଭାବରେ ମଡୁଲେଟ କରିବି, ଆଉ ବାସ୍ତୁ ମୁଁ ଯୋଉ ରୁମ ରେ ରହୁଛି ସେଇଟାକୁ ତ ମୁଁ ଠିକ କରିପାରିବିନି ଭାଇ। हम्म। ହୁଁ। ହେଲେ ଜାଣିଥିଲେ ତ ମୋ କଥାଟା ବୁଝିପାରୁଛନ୍ତି ନା ମୁଁ କଣ କହିବାକୁ ଚାହୁଁଛି? ତେଣୁ ଏଇଟା ଥିଲା ଗୋଟେ ଛୋଟ ସେସନ, ଏମିତି ବାସ୍ତୁ ହଉଛି ଆଉ ଯାହା ଦ୍ୱାରା କି ଲୋକମାନଙ୍କୁ ପ୍ରୋବ୍ଲେମ ରହୁଛି। ତେଣୁ ଗୋଟେ ପ୍ରପର ବାସ୍ତୁର ଫଣ୍ଡାମେଣ୍ଟାଲ ମଡେଲ ଆମେ ଆପଣ ମାନଙ୍କୁ ଜଣେଇଲୁ ଆଜି। ଆପଣ ମାନେ ଜାଣନ୍ତୁ, ଯୋଉମାନେ ବି ଏଇଟା ଶିଖିବାକୁ ଚାହିଁବେ ସେମାନେ ଏଇଟା ଆରାମସେ ଶିଖିକି କରିପାରିବେ। କିନ୍ତୁ ସତ, ଯୋଉ ଜିନିଷଟା ମୁଁ ଏତେ ଏତେ 15 ମିନିଟ ଭିତରେ କଲି, ସେଇଟା ଆପଣ ଯଦି ପ୍ରପରଲି ପିଓରଲି ଆକୁରେସି ନେଇ କରିବେ, ଆପଣଙ୍କୁ 4.5 ଘଣ୍ଟା ତଳକୁ ଲାଗିବ ନାହିଁ। 4.5 ଘଣ୍ଟା ପୂର୍ବରୁ ଆପଣ ନିଜେ ଡିଗ୍ରୀ କନଫର୍ମ ହେଇପାରିବେନି, ବ୍ରହ୍ମସ୍ଥାନ କନଫର୍ମ ହେଇପାରିବେ ନାହିଁ। ଆଉ ଯଦି କିଏ ବାସ୍ତୁ ଭିଜିଟରେ ଯାଇକି ଦେଖିକି ଏମିତି କହିଦଉଛି, ଭାଇ ସେ ଭଗବାନ ହେଇଥିବ, ଆମେ ଜାଣିନୁ ସେ ବିଷୟରେ। ସେ ଭଗବାନ ହିଁ ହେଇଥିବ, କାରଣ ମଣିଷ ତ କରିପାରିବନି। ସେ ଭଗବାନ ହେଇଥିବ, ସେ ଭଗବାନ ହେଇଥିବ ବୋଲି ସେ କହିଦଉଥିବ, କିନ୍ତୁ ଆମେ ତ ମଣିଷ, ଆମେ କରିପାରିବୁ। 4.5 ଘଣ୍ଟା ପୂର୍ବରୁ ଏସବୁ ଡିଗ୍ରୀ ଆଉ ବ୍ରହ୍ମସ୍ଥାନ ବାହାର କରିବା ଏତେ ଇଜି ବ୍ୟାପାର ନାହିଁ। ଜୋନ୍ ବାହାର କରିବା ଏତେ ଇଜି ବ୍ୟାପାର। ଠିକ ଅଛି ନା? ଆଜ୍ଞା। ତେଣୁ କୌଣସି ବି ଅଭିମତ ଦବା ପୂର୍ବରୁ ଆଗ ଜୋନ୍ ଟା ଠିକ ସେ ଜାଣିଥିଲେ ତ ଅଭିମତ ଦେବେ ନା ଆଜ୍ଞା। ୟେସ୍ ସାର୍। ଆଉ ଯଦି ଆପଣ ଜୋନ୍ ହିଁ ଜାଣିନାହାନ୍ତି, ଆପଣ ତାପରେ ଅଭିମତ ଦେଇ ଚାଲିବେ, ସେ କିଛି କିଛି କାମ କରିବନି। ସେ କହିବ ଏଇଟା ଭଣ୍ଡ ଲୋକଟା କୋଉଠୁ ଆଇଛି। ହୁଁ ଆପଣ ସବୁ ଜାଣିକି ଯଦି ଡିଗ୍ରୀ ଭୁଲ କଲେ, ଜୋନ୍ ଭୁଲ କଲେ, ତାହେଲେ ଆପଣ ଠିକ ସେ ଆନ୍ସର ଦେଇପାରିବେନି। ଏଇଟା ହଉଛି ମଡର୍ଣ୍ଣ ବାସ୍ତୁର ପ୍ରୋବ୍ଲେମ, ଯୋଉଟା କି ଲୋକମାନେ ଯାଇକି ଏମିତି ସୁନ୍ଦର ଭାବରେ କିଛି କାଲକୁଲେଟ ନ କରିକି ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ କରି କରିଦଉଛନ୍ତି, ଯୋଉଟା କି ଠିକ କଥା ନୁହଁ। ठीक है तो नहीं। ଏବଂ ଲୋକମାନଙ୍କୁ ଡିଜାୟାର୍ଡ ବାସ୍ତୁର ରେଜଲ୍ଟ ମିଳିବ ନାହିଁ। କେତେ ଟୋନା ଟୋଟକା କରିବେ କହୁନାହାନ୍ତି? ସଂସାରର ସବୁ କିଛି ଜିନିଷ ଅଗ୍ନି ପୃଥିବୀ କ୍ଷୀ ତାପ ତେଜ ମରୁତ ବେମ, ଅଗ୍ନି ପୃଥିବୀ ବାୟୁ ଜଳ ଆକାଶରେ ସୀମିତ। ଯେକୌଣସି ଜିନିଷ ସଂସାରରେ ଅଛି ଏଇ ପଞ୍ଚମହାଭୂତ ଭିତରେ ହିଁ ଅଛି, ତା ବାହାରୁ କିଛି ନାହିଁ। ଏଇ ପଞ୍ଚମହାଭୂତ ତ ଆପଣ ଇନବାଲାନ୍ସ କରିଦେଇଛନ୍ତି, ଆପଣ ଯେତେ ଟୋନା ଟୋଟକା କଲେ କଣଟା ହେଇଯିବ ଆପଣଙ୍କୁ? ହଁ, ସମୟ ସାମୟିକ ଲାଭ ଦେଇପାରିବ, କିନ୍ତୁ ଲଙ୍ଗ ଟର୍ମରେ କିଛି ଆପଣ ପାଇବେନି।
ବୁଝିପାରୁଛନ୍ତି ତ? ତାପରେ ଅଲସୋ ଯୋଉ ଆଜ୍ଞା। ଭାଇ ପିଢି ବି ଆସିବେ ଆଗକୁ ଇନ ଫ୍ୟୁଚର, ହଁ ତାଙ୍କର ବି ବାସ୍ତୁ ଦେ ଆର ବର୍ନ। ହଁ ସେ ଛାଡିକି ଆଉ ନ ଯିବା ଭଲ। ଆମେ ଅଲରେଡି ସେ କ୍ଲାସ ସେସନ୍ସ ଗୁଡାକ ନେଇ ସାରିଛେ ନା, ତାପରେ ଆଉ କିଛି ନ କହିବା ଭଲ। ବଟ୍ ବିଭିନ୍ନ ପ୍ରକାର ସମସ୍ୟା ଆସିବ, ଚତୁର୍ଦିଗରୁ ସମସ୍ୟା ଆସିବ। ସନ୍ତାନ ଉତ୍ପତ୍ତି, ସନ୍ତାନ ଜନ୍ମ, ମିସ୍ କ୍ୟାରେଜ, ଡିଭୋର୍ସ, ରୋଗ, କ୍ରୋନିକ ଡିଜିଜ, ପିଲାମାନେ ପାଠ ନ ପଢିବା, ପିଲାମାନେ ଚିଡଚିଡ ହେବା, ଲୋକମାନଙ୍କ ଭିତରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହବା, ଆଉ ଦେହ ଖରାପ ରହିବା, ଏଇ ସବୁ ଜିନିଷ ପୁରା ପ୍ରୋବ୍ଲେମ ଆପଣ ମାନେ ଫେସ କରିବେ। ତ ଆଜିର ସେସନରେ ଆମେ ଜାଣିଲେ ପ୍ରାକ୍ଟିକାଲିଟି ଅଫ ବାସ୍ତୁ, ପ୍ରକୃତ ବାସ୍ତୁ କିଭଳି କରିବାକୁ, କିଭଳି କଲେ ଆମେ ଏକ୍ସାକ୍ଟ ଦେଖନ୍ତୁ ନଥିଙ୍ଗ ଇଜ ପରଫେକ୍ଟ ବଟ୍ 95% ଆକୁରେସି ବାହାରେ, 95 ରୁ 96 ପର୍ଯ୍ୟନ୍ତ ଆକୁରେସି ଆପଣଙ୍କର ବାହାରିଯିବ ଜୋନ୍। ଦ୍ୟାଟ୍ ଇଜ ଏନଫ୍, ମୋର ଦେନ୍ ଏନଫ୍। ଯୋଉଠି ଆପଣ ହୁଇମିସିକାଲି କରିକି ସେଇ ଯୋଉ ଆକୁରେସି ଟାକୁ 50% କୁ ଆଣୁଛନ୍ତି, ଏଇଟା ଯଦି ସଫ୍ଟୱେର ଆଉ ଇଏ ମାନେ ଆପଣଙ୍କର ସଫ୍ଟୱେର ବି ନ ହଉ ଆଜ୍ଞା, ସଫ୍ଟୱେର ବି ଗଲା ମାନେ ସେ ସଫ୍ଟୱେରକୁ ସେଟା ସାଇଡ କରି ଆପଣ ଯଦି କାଗଜରେ ନିଜ ହାତରେ କାଟିକି ଜୋନ୍ ବାହାର କରିଦେବେ, ଆହୁରି କେତେ କଥା। ସଫ୍ଟୱେର କଥାକୁ ଭୁଲି ଯାଆନ୍ତୁ, ହାତରେ ଜୋନ୍ ବାହାରି ଯିବ କାଗଜରେ କାଟିକି, କିନ୍ତୁ ସେତିକି ବି କେହି କରୁନାହାନ୍ତି। କଣ ନା ଆମେ ବାସ୍ତୁ କରୁଛୁ, କେମିତି ହବ? ସେ ରିଏଲ ଇମ୍ପ୍ରୁଭମେଣ୍ଟ ହବନି, କି ସେ ଯୋଉ ପଇସା ମିଳିବ ତାର କିଛି ସଦୁପଯୋଗ ହବନି ଆପଣ ପାଇଁ, ଆପଣଙ୍କୁ ଭୋଗ ହବନି, କାରଣ ଆପଣ ଠିକ ସେ କାମ ଦେଇନାହାନ୍ତି। ତେବେ ଆଜିର ସେସନ ପାଇଁ ଏତିକି। ଆମେ ଆଜିର ସେସନରେ ଜାଣିଲେ ପ୍ରକୃତ ବାସ୍ତୁ କିପରି କରିବାକୁ। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ ଜଗନ୍ନାଥ, ଧନ୍ୟବାଦ।